90% ଲୋକ ଅଛନ୍ତି କହୁଛନ୍ତି ମୋତେ ହତାଶା କରିକି ଭଗବାନ ଛାଡ଼ିଛନ୍ତି। ହତାଶା କିଏ କାହା କରୁଛି ଆଜ୍ଞା? ହତାଶା ଯଦି ଆପଣ ଜଣେ ଗୋଡ଼ ହାତ ଥାଇକି ଆଖି ଥାଇକି ଆପଣ କହିବେ ଆଜ୍ଞା ମୁଁ ହତାଶା ହେଇଯାଇଛି, ଯେଉଁମାନଙ୍କର ଆଖି ନାହିଁ, ଯେ ଦୁନିଆ ବୋଲି କ'ଣ ଦେଖିନି। ଆମେ ତ ସବୁ ଦେଖିଦେଉଛେ, କେଉଁଠି ରାମଦୋଳି ପଡ଼ିଛି, କେଉଁଠି ମୁଭି ଚାଲିଲା, କେଉଁଠି ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ଚାଲିଛି। ଥରେ ଭାବନ୍ତୁ, ଯାହାର ଆଖି ନାହିଁ ସେ ଥରେ ବି ଦେଖିନି କି ସିଏ ହିରୋ କେମିତିକା, ଷ୍ଟାଡ଼ିୟମ୍ କେମିତି, ହେଲିକପ୍ଟର କେମିତି, ଖାଲି ଅନୁଭବ ଯାହା କରୁଥିବ, ଯାହା ଶୁଣିଥିବ। ତେଣୁକରି ପ୍ରଥମେ ଭାବନ୍ତା ମାନେ ଭାଗ୍ୟବାନ ଆମକୁ ଆଖି ମିଳିଛି, ଆମେ ଦେଖିପାରୁଛେ, ଗୋଟେ ସୁସ୍ଥ ଶରୀର ଆମକୁ ମିଳିଛି। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି କାହାକୁ ଏମିତିକା ନ ଦିଅନ୍ତୁ ଯିଏ ମାନେ ଆବଲ୍ୟରୁ ଆଖି ନାହିଁ, ଆବଲ୍ୟରୁ ଶୁଣିପାରୁନି। ଆଜ୍ଞା ସେମିତି ଦୁଃଖ ଦିଅନ୍ତୁ ନାହିଁ। ହୋଇଥାଇପାରେ ସେଠି ଭଗବାନଙ୍କର କିଛି ମାର୍ଗଦର୍ଶକ ଥାଇପାରେ ସେମାନଙ୍କ ପାଇଁ, ନିଜ ଜୀବନକୁ ଆଗକୁ ନେବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି। ତ ଇଏ ହେଉଛି ଆଜ୍ଞା ଜୀବନର ମାନେ ଗୋଟେ ପ୍ରକୃତ ଆମମାନେ ଭାଗ୍ୟବାନ।